ମୋ ନାଁ କାଳିଆ। ମୋ ଘର ହେଉଛି ଭୁବନେଶ୍ୱର। ଆଉ ମୁଁ ଭୁବନେଶ୍ୱରରେ ଚାକିରି କରେ। ଦିନେ ମୋର କ୍ଲାସମେଟ୍ ସହ ଦେଖା ହେଲା ମାର୍କେଟରେ। ମୀନା ଦେଖିବାକୁ ବହୁତ ସୁନ୍ଦର। ପଢ଼ିଲା ବେଳେ ମୁଁ କେବେ ତା ସହ କଥା ହୁଏନି। ଏବେ କିନ୍ତୁ ସେ ବାହାଘର ହେଇସାରିଲାଣି। ଆଉ ତାର ସବୁ କଥା କହିଲା। ତାପରେ କହିଲା, କାଳିଆ ତମେ ତ ପୁରା ଭୁଲିଗଲଣି। କାରଣ କିଏ କ'ଣ ଭାବିବ। ସେଠୁ ମୀନା କହିଲା, ହଉ ଯଦି କେବେ ଟାଇମ୍ ମିଳେ ମୋ ଘର ଆଡ଼େ ଆସ। ସେଠୁ ମୁଁ କହିଲି, ଦେଖିବା, ହବ ଯଦି କାଲି ଯିବି। ତାପରେ ମୀନା କହିଲା, ହଉ କାଲି ଆସ। ସେ ବି ଟୁର୍ରେ ବାହାରକୁ ଯାଇଛନ୍ତି 8 ଦିନ ପାଇଁ। ମୁଁ କହିଲି, ହଉ ମୋ ପିଲାମାନେ ବି ଗାଁକୁ ଯାଇଛନ୍ତି ମାସେ ପାଇଁ। ଏମିତି କଥା ହଉ ହଉ ବହୁତ ସମୟ ହୋଇଗଲା। ମୀନା କହିଲା, କାଲି କ'ଣ ପାଇଁ? ଚାଲ ଏବେ ରୁମ୍କୁ ଚାଲ। ସେ ବି ନାହାନ୍ତି। ତାପରେ ଆମେ ଦୁହେଁ ରୁମ୍କୁ ଗଲୁ। ରୁମ୍ରେ ଯାଇ ପହଞ୍ଚିଲି ସେତେବେଳକୁ ରାତି 8ଟା ହୋଇଯାଇଥିଲା। ମୀନା କହିଲା, କାଳିଆ ଆଜି ଏଠି ରହିଯାଅ, କାଲି ସକାଳେ ଯିବ। ମୁଁ ସେଠୁ କହିଲି, ହଁ ମୀନା ରହିବି। ହେଲେ ତୋତେ ଗୋଟେ କଥା କହିବି, କିଛି ଖରାପ ଭାବିବୁନି। ସେଠୁ ମୁଁ କହିଲି, ତୋ ସ୍ୱାମୀ ବହୁତ ଭାଗ୍ୟବାନ ତୋ ପରି ସୁନ୍ଦରୀ ସ୍ତ୍ରୀ ପାଇଁ। ସେଠୁ ମୀନା କହିଲା, ତୋତେ ସେମିତି ଲାଗୁଛି, କିନ୍ତୁ ମୁଁ ବହୁତ ଦୁଃଖୀ। ଦେଖୁନୁ ବାହାଘର ଏତେ ଦିନ ପରେ ବି ମୋ କୂଳ ଖାଲି। ଆଚ୍ଛା କାଳିଆ, ମୋର ଗୋଟେ କଥା ରଖିବୁ। ମୁଁ କହିଲି, ହଁ କୁହ। ସେଠୁ ମୀନା କହିଲା, ମୋର ଗୋଟେ ପିଲା ଦରକାର। ତୁ ଚାହିଁଲେ ମୋର ପିଲା ହୋଇପାରିବ। ସେଠୁ ମୁଁ କହିଲି, ଏମିତି କ'ଣ କହୁଛୁ ମୀନା? ତାପରେ ମୀନା କହିଲା, ମୋର ସ୍ୱାମୀଙ୍କର ଶକ୍ତି ନାହିଁ। ପ୍ଲିଜ୍ କାଳିଆ ମୋତେ ତୋ ମାଇପ କର ଆଉ ମୋତେ ପ୍ରେଗନେଣ୍ଟ କର। ସେଠୁ ମୁଁ କହିଲି, ମୀନା ତୋ ପରି ସ୍ତ୍ରୀ ପାଇଁ ମୁଁ ଆଜି ବହୁତ ଖୁସି। ସେଠୁ ମୀନା କହିଲା, ତୁମେ ମୋ ସ୍ୱାମୀ ଓ ମୁଁ ତମ ସ୍ତ୍ରୀ। ମୁଁ କହିଲି, ହଁ ଲୋ ମୀନା, ଆମେ ସ୍ୱାମୀ ସ୍ତ୍ରୀ। ତାପରେ ସେ କହିଲା, ପ୍ଲିଜ୍ କାଳିଆ ଆଜି ମୋତେ ପ୍ରେଗନେଣ୍ଟ କରିଦେ। ମୋର ତୋଠାରୁ ଗୋଟେ ପିଲା ଦରକାର। ମୁଁ କହିଲି, ଓଃ ମୁଁ ଆଜି ବହୁତ ଖୁସି। ମୀନା ମୋତେ କୁଣ୍ଢେଇ ଧରି କହିଲା, ମୁଁ ତୋ ମାଇପ ଓ ତୁ ମୋ ଘଇତା। ସେଠୁ ମୁଁ ତାକୁ କିସ୍ କରିବାକୁ ଲାଗିଲି। ସେ ବି ମୋତେ କିସ୍ କରିବାକୁ ଲାଗିଲା। ଦୁହେଁ କୁଣ୍ଢାକୁଣ୍ଢି ହୋଇ ଚୁମା ଦିଆନିଆ ହେଲୁ। ତାପରେ ମୁଁ କହିଲି, ଆମେ ଚଉଠି ରାତି ହେଲେ ସିନା ତୁ ମୋ ପିଲାର ମା ହେବୁ। ମୀନା କହିଲା, ହଁ ଆଜି ଆମର ଏଠି ଚଉଠି କରିବା। ସେଠୁ କିଛି ସମୟ ପରେ ସେ ଆସିଲା। ତାକୁ ଦେଖି ମୁଁ କହିଲି, ମୀନା ତୁ ସତରେ ବହୁତ ସେକ୍ସି ଲାଗୁଛୁ। ମୀନା କହିଲା, ହଉ ଆସ, ଆଜି ପରା ଆମର ଚଉଠି। ମୋତେ କ୍ଷୀର ଆଣି ଦେଲା। ମୁଁ କ୍ଷୀର ପିଇ ସାରିଲା ପରେ ମୁଁ ଆଣିଥିବା ରସଗୋଲା ତାକୁ ଖୁଆଇ ଦେଲି। ସେ ଖାଇ ବହୁତ ଖୁସି ହେଇଗଲା। ସେ କହିଲା, ଆଜି ଆମର ପ୍ରଥମ ରାତି। ଅଷ୍ଟମଙ୍ଗଳା ଯାଏ ତମେ ଏଇଠି ରହିବ, କାରଣ ତମେ ଆଜିଠୁ ମୋ ଘଇତା। ମୁଁ କହିଲି, ହଁ ଲୋ ମୀନା, ଆଜିଠୁ ତୁ ମୋ ମାଇପ। ତାପରେ ମୀନାକୁ ବେଡ୍ ଉପରେ ନେଇ ବସେଇ ଦେଲି ଆଉ ତା ଗାଲରେ ଗୋଟେ କିସ୍ ଦେଲି। ସେ ବହୁତ ଜୋରରେ ଜାବୁଡ଼ି ଧରିଲା ଓ କିସ୍ କରିବାକୁ ଲାଗିଲା। ତମ ପରି ଘଇତା ମୋର ଦରକାର ଥିଲା, ଯେ କି ମୋର ସବୁ ସୁଖ ଦେଇପାରିବ। ସେଠୁ ମୁଁ କହିଲି, ମୀନା ତୋ ପରି ମାଇକିନା ଭାଗ୍ୟରେ ଥିଲେ ମିଳେ। ସେ ଆଉ ସମ୍ଭାଳି ନ ପାରି ମୋତେ କିସ୍ କରିବାକୁ ଲାଗିଲା। ଆମେ ଏମିତି 10 ମିନିଟ୍ ଯାକେ କିସ୍ କରାକରି ହେଲୁ। ମୁଁ ସେଠୁ ଧୀରେ ଧୀରେ ତା ଛାତିରୁ ଲୁଗା ଉଡ଼େଇ 2 ବେଲ ମଝି ଫାଙ୍କକୁ କିସ୍ କରିବାକୁ ଲାଗିଲି। ସେ ସମ୍ଭାଳି ନ ପାରି ମୋ ମୁଣ୍ଡକୁ ତା ଛାତିରେ ଚାପି ଧରିଲା ଆଉ କହିଲା, ଖାଇଯା ମୋତେ। ମୁଁ ସେଠୁ ବ୍ଲାଉଜ ଉପରେ ତା ବେଲକୁ ଦଳିବାକୁ ଲାଗିଲି। ତା ବେଲ ପୁରା ଟାଣ ଲାଗୁଥାଏ। ସେ କହିଲା, ବ୍ଲାଉଜ ଖୋଲିକି ଭଲ ଭାବରେ ଦଳ। ମୁଁ ସେଠୁ ତା ବ୍ଲାଉଜ ବାହାର କରିଦେଲି। ଭିତରେ ସେ ବ୍ରା ପିନ୍ଧି ନଥିଲା। ମୁଁ କହିଲି, ତୁ କ'ଣ ବ୍ରା ପିନ୍ଧୁନୁ କି? ସେ କହିଲା, ଚଉଠି ରାତିରେ ବ୍ରା ଆଉ ପ୍ୟାଣ୍ଟି ପିନ୍ଧନ୍ତି ନାହିଁ। ମୁଁ କହିଲି, କାହିଁକି? ସେ କହିଲା, ବେଲ ସାଇଜ ଘଇତାକୁ ଜଣା ପଡ଼ିଯାଏ। ତାପରେ ମୁଁ କହିଲି, ମୀନା ତୋର ଛୋଟ ଛୋଟ ଥିଲା ଆମେ ପଢ଼ିଲା ବେଳେ, ଏତେ ବଡ଼ ବଡ଼ କେମିତି ହେଲା? ସେ କହିଲା, ମୁଁ ଜାଣିନି। ସେଠୁ ମୁଁ ତାର ବେଲକୁ ଦଳୁଥାଏ ଆଉ ଗୋଟେ ବେଲକୁ ପାଟିରେ ପୂରେଇ ଖାଇବାକୁ ଲାଗିଲି। ସେ କହୁଥାଏ, ଓଃ କାଳିଆ, ଖାଇ ଖାଇ ମୋ ବେଲକୁ ଦଳି ଦଳି ବଡ଼ କରିଦିଅ। ମୁଁ କହିଲି, ହଁ ଲୋ ମୀନା, ତୋ ବେଲ ଆଜି ମୁଁ ଉହଳେଇ ଦେବି। ତା ଭୁଣ୍ଡିକୁ ରଗଡ଼ି ତାକୁ ହିଟ୍ କରିବାକୁ ଲାଗିଲି। ସେ ଆଉ ସମ୍ଭାଳି ନ ପାରି ମୋତେ ଲଙ୍ଗଳା କରିଦେଲା। ମୋ କଦଳୀ ପୁରା ଠିଆ ହୋଇକି ଥାଏ। ମୀନା କହିଲା, ଓଃ କେତେ ଲମ୍ବା ଆଉ ମୋଟା ହୋଇଛି ତୋର କଦଳୀ। ମୁଁ କହିଲି, ହଁ ଲୋ ମୀନା। ସେଠୁ ସେ ମୋ କଦଳୀକୁ ଚାଟିବାକୁ ଲାଗିଲା ଆଉ ପାଟିରେ ପୂରେଇ ଖାଇବାକୁ ଲାଗିଲା। ଏଣେ ମୁଁ ତା ସାୟାରେ ଡୋର ଖୋଲିବାକୁ ଲାଗିଲି ଓ ପୁରା ଲଙ୍ଗଳା କରିଦେଲି। ଦେଖିଲି ତା ଗୁମ୍ଫା ଚାରିପଟେ ବହୁତ ବାଳ ହେଇଛି। ମୁଁ କହିଲି, ତୁ ଗୁମ୍ଫା ବାଳ କାଟୁନୁ କି? ସେ କହିଲା, ନା, ମୋତେ ଗୁମ୍ଫାରେ ବାଳ ରଖିବାକୁ ଭଲ ଲାଗେ। ଓଃ ମୀନା, କି ମସ୍ତ ଗୁମ୍ଫା ହେଇଛି ତୋର। ଗୁମ୍ଫା ଚାରିପଟ ଯେଉଁ ବାଳ ହୋଇଛି ଆହୁରି ସୁନ୍ଦର ଲାଗୁଛି। ସେଠୁ ମୁଁ ତା ଗୁମ୍ଫାରେ ଗୋଟେ ଆଙ୍ଗୁଠି ପୂରେଇ ଆଗପଛ କରିବାକୁ ଲାଗିଲି।
ଏଣେ ମୀନା ମୋ କଦଳୀକୁ ଖାଉଥାଏ। ମୁଁ ତା ଗୁମ୍ଫାରେ ଆଙ୍ଗୁଳି ପୂରେଇ ଆଗପଛ କରିବାକୁ ଲାଗିଲି। ସେ ଆହୁରି ଗରମ ହେବାକୁ ଲାଗିଲା। କହିଲା ଆଉ ସମ୍ଭାଳି ହେଉନି, ଏଥର ଗୁମ୍ଫାରେ ତମ କଦଳୀ ପୂରେଇ ଦିଅ। ମୁଁ ସେଠୁ ତାକୁ ଚିରି କରି ଶୁଆଇ ଦେଲି ଆଉ ତା ଗୁମ୍ଫା ବାଳକୁ ଆଡ଼େଇ ଜିଭରେ ଚାଟିବାକୁ ଲାଗିଲି। ସେପଟେ ତା ଦୁଧ ଭୁଣ୍ଡିକୁ ରଗଡ଼ୁଥାଏ। ସେ ମୋ ମୁଣ୍ଡକୁ ତା ଗୁମ୍ଫା ଉପରେ ଚାପି ଧରି ଗାଣ୍ଡିକୁ ଉଠ୍ପକ୍ କରୁଥାଏ। କିଛି ସମୟ ପରେ ତା ଗୁମ୍ଫାରୁ ପାଣି ବାହାରି ପଡ଼ିଲା। ସେ କହିଲା, ବହୁତ ବର୍ଷ ପରେ ଆଜି ମୋ ଗୁମ୍ଫାରୁ ପାଣି ବାହାରିଲା। ମୁଁ କହିଲି, କାହିଁ, ତୋ ସ୍ୱାମୀ କ'ଣ ବାହାର କରିପାରନ୍ତି ନାହିଁ? ସେ କହିଲା, ନାହିଁ, ତାଙ୍କର ବହୁତ ଜଲ୍ଦି ବାହାରି ପଡ଼େ। ସେ ଗୁମ୍ଫା ଚାଟନ୍ତି ନାହିଁ। ଏମିତି କଥା ହଉ ହଉ ତା ଗୁମ୍ଫା ପୁଣି ଲାଳେଇବାକୁ ଲାଗିଲା। ସେଠୁ ମୁଁ ତା ଗୁଡ଼ ମୋ କାନ୍ଧ ଉପରେ ରଖି ଗୁମ୍ଫାରେ ମୋ କଦଳୀକୁ ଘଷିବାକୁ ଲାଗିଲି। ମୀନା କିନ୍ତୁ ସମ୍ଭାଳି ନ ପାରି ନିଜେ କଦଳୀକୁ ଧରି ପେଲିବାକୁ ଲାଗିଲା, କିନ୍ତୁ କଦଳୀ ଭିତରେ ପଶୁ ନଥାଏ। ସେ କହିଲା, କାଳିଆ, ଆଉ ସମ୍ଭାଳି ହେଉନି। ମୁଁ ସେଠୁ କଦଳୀକୁ ଗୁମ୍ଫା ମୁହଁରେ ରଖି ଗୋଟେ ଧକ୍କା ଦେଲି। କଦଳୀ ଅଳ୍ପ ପଶିଲା। ମୀନା କହିଲା, ଓଃ, କାଟୁଛି। ମୁଁ ରହ କହି ଆଉ ଏକ ଧକ୍କା ଦେଲି। ଗୁମ୍ଫା ଓଦା ଥିବାରୁ କଦଳୀ ପରା ଭିତରକୁ ପଶିଗଲା। ସେ ଖାଲି ଚିଲଉଥାଏ, ବାହାର କର, କାଟୁଛି କହୁଥାଏ। ମୁଁ କିନ୍ତୁ ନ ଶୁଣି ତା ଉପରେ ସେମିତି ଶୋଇ ତା ବେଲକୁ ଖାଇବାକୁ ଲାଗିଲି। ଆଉ କହିଲି, ଓଃ ମୀନା, ତୋ ଗୁମ୍ଫା ଏତେ ଟାଇଟ୍, ଯେମିତି ତୁ ଆଜି ପ୍ରଥମ କରି ପେଲା ଖାଉଛୁ। ସେଠୁ ମୀନା କହିଲା, ହଁ କାଳିଆ, ତମ କଦଳୀ ବହୁତ ମୋଟା ହେଇଛି, ତେଣୁ ମୋତେ ବହୁତ କାଟୁଛି। ତୁ ଯାହା କହ ମୀନା, ତୋ ବେଲ ଆଗ ଅପେକ୍ଷା ବହୁତ ସୁନ୍ଦର ଲାଗୁଛି। ଆଉ ତୋ ଗୁମ୍ଫା ଦେଖୁନୁ କେତେ ନାଲି ହେଇଛି। ତୋ ଗୁରା ଗୁମ୍ଫାରେ ନାଲିଆ ସେଣ୍ଟି ମସ୍ତ ଲାଗୁଛି। ସେଠୁ ମୀନା କହିଲା, ସତରେ ତମେ ବହୁତ ଭଲ। କିଛି ସମୟ ପରେ ତାକୁ ଭଲ ଲାଗିଲା। କହିଲା, କାଳିଆ, ଆଉ କାଟୁନି। ମୁଁ କହିଲି, ମୀନା, ଆଜି ପରା ଆମ ଚଉଠି ରାତି, ତେଣୁ ପ୍ରଥମେ ଗୁମ୍ଫା ଭିତରେ କଦଳୀ ପଶିଲେ ଏମିତି କାଟେ। ସେ କହିଲା, ହଁ ଯେ, କିନ୍ତୁ ତମର ବହୁତ ମୋଟା କଦଳୀ। ମୁଁ ସେଠୁ ଜୋର ଜୋରରେ ପେଲିବାକୁ ଲାଗିଲି। ସେ ଗାଣ୍ଡିକୁ ତଳ ଉପର କରି ମଜା ନେଉଥାଏ ଆଉ କହୁଥାଏ, ଆହୁରି ଜୋର ଜୋରରେ ପେଲ, ମୋ ଗୁମ୍ଫାକୁ ପୁରା ଫଟେଇ ଦିଅ। ମୁଁ ତା ବେଲ ମୁଣ୍ଡିକୁ ରଗଡ଼ି ରଗଡ଼ି ପେଲୁଥାଏ। ସେ କହୁଥାଏ, ତମ କଦଳୀ ମୋ ନାହିରେ ବାଜୁଛି। ଏମିତି ପେଲିବାକୁ ଲାଗିଲି। କିଛି ସମୟ ପରେ ତା ଗୁମ୍ଫାରୁ ପାଣି ବାହାରିବାକୁ ଲାଗିଲା। ମୁଁ ସେଠୁ କଦଳୀ ତା ଗୁମ୍ଫାରୁ ବାହାର କରି ସବୁତକ ପାଣି ଚାଟି ଚାଟି ସଫା କରିଦେଲି। ମୋର କିନ୍ତୁ ବାହାରି ନଥିଲା। ତାକୁ ମୁଁ କହିଲି, ମୀନା, ତୁ ଏଥର ମୋତେ ପେଲ୍ ଓ ମୋର ବାହାର କର। ତାପରେ ସେ ମୋ ଉପରକୁ ଆସି ମୋ କଦଳୀ ଉପରେ ବସିଲା ଓ ବସୁଟ ହେବାକୁ ଲାଗିଲା। ଆଉ ମୁଁ ତା ବେଲକୁ ଦଳୁଥାଏ। ସେ କହୁଥାଏ, ଓଃ କାଳିଆ, କି ମଜା ଦଉଛ। ତାପରେ ଆଉ ମୁଁ ସମ୍ଭାଳି ନ ପାରି ତାକୁ ଓଲଟେଇ ଦେଇ ତା ଦୁଇ ଗୁଡ଼କୁ ମୋ କାନ୍ଧ ଉପରେ ରଖି ତା ଗୁମ୍ଫାରେ ମୋ କଦଳୀ ପୂରେଇ ଜୋର ଜୋର ଧକ୍କା ମାରିବାକୁ ଲାଗିଲି। ମୋର ବାହାରିବା ଟାଇମ୍ ଆସିଲା। ମୁଁ କହିଲି, ଏଥର ମୋର ବାହାରିବ। ସେଠୁ ମୀନା କହିଲା, ହଁ, ମୋର ବି ବାହାରିବ କହି ମୋତେ କୁଣ୍ଢେଇ ଧରି କହିଲା, କାଳିଆ, ସବୁତକ ବୀର୍ଯ୍ୟ ମୋ ଗୁମ୍ଫାରେ ଛାଡ଼ିଦିଅ। ମୁଁ କହିଲି, ହଁ ଯେ, ହେଲେ ତୁ ପ୍ରେଗନେଣ୍ଟ ହେଇଯିବୁ, ତୋ ସ୍ୱାମୀ ସକ୍ କରିବେ। ସେଠୁ ମୀନା କହିଲା, କାଳିଆ, ମୁଁ ତୋ ପିଲାର ମା ହେବାକୁ ଦିଅ। ସେଠୁ ସବୁତକ ବୀର୍ଯ୍ୟ ଗୁମ୍ଫାରେ ଭର୍ତ୍ତି କରିଦେଲି। ଆଉ ଠିକ୍ ସମୟରେ ତାର ବି ବାହାରିବାକୁ ଲାଗିଲା। ସେ ବହୁତ ଖୁସି। ମୋତେ ଜାବୁଡ଼ି ଧରି କିସ୍ କରିବାକୁ ଲାଗିଲା। ଆଜି ମୁଁ ବହୁତ ଖୁସି। ଆଉ ମେନ୍ସ ହେବାର 5 ଦିନ ହୋଇଗଲା। ମୁଁ କହିଲି, ମୀନା, ତୁ ତାହେଲେ ଆଜି ନିଶ୍ଚିନ୍ତ ପ୍ରେଗନେଣ୍ଟ ହେବୁ, କାରଣ ମେନ୍ସ ଟାଇମରେ ଗୁମ୍ଫାରେ ବୀର୍ଯ୍ୟ ପଶିଲେ ପିଲା ରୁହେ। ସେ କହିଲା, ଓଃ କାଳିଆ, ମୋତେ ପ୍ରେଗନେଣ୍ଟ କରିଥିବାରୁ ଆଜି ମୁଁ ବହୁତ ଖୁସି। ମୁଁ କହିଲି, ହଁ ଲୋ ମୀନା, ତୁ ଦେଖିବୁ ଆର ମାସରେ ତୁ ନିଶ୍ଚିନ୍ତ ମୋ ପିଲାର ମା ହେବୁ। ସେଠୁ ଆମେ ଦୁହେଁ ସେମିତି ଲଙ୍ଗଳା ହୋଇ ଗୁମ୍ଫାରେ ମୋ କଦଳୀ ପୂରେଇ ତାକୁ କୁଣ୍ଢେଇ ଧରି ଶୋଇଲେ। ସକାଳୁ ଦୁହେଁ ଉଠିଲୁ। ସେ ଲୁଗା ପିନ୍ଧି ଗାଧୋଇବା ପାଇଁ ଯାଉଥିଲା। ମୁଁ କହିଲି, ମୀନା, 8 ଦିନ ଯାକେ ଏମିତି ଲଙ୍ଗଳା ହୋଇ ରହିବା। ମୁଁ କହିଲି, ହଁ ଲୋ ମୀନା, ତୋ ଲଙ୍ଗଳା ଦେହ ଦେଖି ସେ ଏମିତି ହେଉଛି। ସେଠୁ ମୁଁ ଠିଆ ହୋଇ ତା ଗୁମ୍ଫାରେ ମୋ କଦଳୀକୁ ଘଷିଲି ଆଉ ମୁଁ ତା ବେଲକୁ ଖାଇବାକୁ ଲାଗିଲି। ଏମିତି କରୁ କରୁ ମୀନା କହିଲା, କାଳିଆ, ଏଥର ପୂରା ତୋ କଦଳୀ। ମୁଁ ସେଠୁ ଠିଆ ହୋଇ ପୂରେଇ ତା ବେଲକୁ ଦଳିବାକୁ ଲାଗିଲି ଓ ପେଲିବାକୁ ଲାଗିଲି। ଗୁମ୍ଫାରୁ ସବୁ ପାଣି ବାହାର କରିଦେଲି। କିଛି ସମୟ ପରେ ମୋର ବି ବାହାରି ପଡ଼ିଲା। ଏହି କାହାଣୀଟି ଆପଣଙ୍କୁ କେମିତି ଲାଗିଲା କମେଣ୍ଟ ବକ୍ସରେ ନିଶ୍ଚିନ୍ତ ଲେଖନ୍ତୁ ଓ ଲାଇକ୍, ସେୟାର, କମେଣ୍ଟ କରନ୍ତୁ।